ବିବାହ ପ୍ରାୟ ସମସ୍ତଙ୍କର ସ୍ୱପ୍ନ ହୋଇଥାଏ, କିନ୍ତୁ ଅନେକ ସମୟରେ ଦୁର୍ଭାଗ୍ୟ ଯୋଗୁଁ ବିବାହର ଅନେକ ବାଧା ଉପୁଜିଥାଏ। ଏହି ପରିସ୍ଥିତିରେ ହଳଦୀର କିଛି ଚମତ୍କାର ଉପାୟ ଦ୍ୱାରା ଆପଣ ଏହି ସବୁ ସମସ୍ୟାକୁ ଦୂର କରିପାରିବେ। ହିନ୍ଦୁ ଧର୍ମରେ ହଳଦୀ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ। ହଳଦୀ ଖାଦ୍ୟର ସ୍ୱାଦ ବଢ଼ାଇବା ବ୍ୟତୀତ ସ୍ୱାସ୍ଥ୍ୟବର୍ଦ୍ଧକ ମଧ୍ୟ ହୋଇଥାଏ। ଏମିତି ପୂଜାରେ ମଧ୍ୟ ଏହାର ବିଶେଷ ବ୍ୟବହାର କରାଯାଏ। କିଛି ଖାସ୍ ପ୍ରୟୋଗ କରି ଆପଣ ନିଜ ବିବାହରେ ଆସୁଥିବା ବାଧାକୁ ଦୂର କରିପାରିବେ। ଶୁଭ ବିବାହ ପାଇଁ କରନ୍ତୁ ହଳଦୀର ଏହି କିଛି ଖାସ୍ ଉପାୟ। କ'ଣ? ଗୁରୁବାର ଦିନ ସ୍ନାନ କରିବା ପୂର୍ବରୁ 1 ଚାମଚ ହଳଦୀକୁ ସ୍ନାନ ପାଣିରେ ମିଶାଇ ଦିଅନ୍ତୁ। ସେହି ହଳଦୀ ମିଶା ଜଳରେ ସ୍ନାନ କରିବା ଦ୍ୱାରା ଆପଣଙ୍କ ଗୁରୁ ଗ୍ରହ ମଜବୁତ ହେବ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଜାତକରେ ଗୁରୁ ଗ୍ରହ ଅର୍ଥାତ୍ ବୃହସ୍ପତି ଗ୍ରହକୁ ହଳଦୀ ଶକ୍ତିଶାଳୀ କରିଥାଏ। ଗୁରୁ ଗ୍ରହ ମଜବୁତ ହେବା ଦ୍ୱାରା ବିବାହରେ ଆସୁଥିବା ବାଧା ମଧ୍ୟ ଦୂର ହୋଇଥାଏ। ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କ ପୂଜାପାଠ କରିବା ସହିତ ହାତରେ ହଳଦୀ ତିଲକ ଲଗାନ୍ତୁ। ଏହା ବ୍ୟତୀତ ନିଜ କପାଳରେ ମଧ୍ୟ ହଳଦୀ ରେଖା ଟାଣନ୍ତୁ। ଲଗାତାର 7 ଗୁରୁବାର ପର୍ଯ୍ୟନ୍ତ ଏହି ଉପାୟ କଲେ ଆପଣଙ୍କୁ ନିଜର ମନପସନ୍ଦର ଜୀବନସାଥୀ ମିଳିଯିବ। ଜୀବନସାଥୀ ସହିତ ଏହି ଉପାୟ କରିବା ଦ୍ୱାରା ଗୁରୁଙ୍କ ଶୁଭ ପ୍ରଭାବ ଏବଂ ଭଗବାନଙ୍କ ବିଷ୍ଣୁ କୃପା ପ୍ରାପ୍ତ ହୋଇଥାଏ। ଭଗବାନ ବିଷ୍ଣୁ ଆପଣଙ୍କର ଅନ୍ୟ ମନସ୍କାମନା ମଧ୍ୟ ପୂରଣ କରିଦେଇଥାନ୍ତି। ଗୁରୁବାର ଦିନ ଦାନ ଧର୍ମ କରିବା ମଧ୍ୟ ଶୁଭ ହୋଇଥାଏ ବୋଲି ବିବେଚନା କରାଯାଏ। ଏହି ଦିନ ହଳଦୀ ଏବଂ ବୁଟ ଡାଲି ଦାନ କରିପାରିବେ। ଏହାଦ୍ୱାରା ଉଭୟ ଗୁରୁ ଗ୍ରହ, ବୃହସ୍ପତି ଏବଂ ଭଗବାନ ବିଷ୍ଣୁ ମଧ୍ୟ ପ୍ରସନ୍ନ ହୁଅନ୍ତି। ଯଦି ଆପଣ ଅନ୍ୟ କିଛି ଦାନ କରିବାକୁ ଚାହାନ୍ତି, ସେଥିରେ ହଳଦୀ ପାଣି ସିଞ୍ଚନ କରନ୍ତୁ। ଏହିପରି କରିବା ଆପଣ ହଳଦୀ ଦାନରେ ଅପାର ଲାଭ ମଧ୍ୟ ପାଇବେ ଏବଂ ଆପଣଙ୍କ ବିବାହରେ କୌଣସି ବାଧା ମଧ୍ୟ ଆସିବ ନାହିଁ। ଗୁରୁବାର ଦିନ ଏକ ପୁଡ଼ିଆରେ 3 ଚିମୁଟା ହଳଦୀ ବାନ୍ଧି ଦିଅନ୍ତୁ। ବର୍ତ୍ତମାନ ତାହାକୁ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀ ସମ୍ମୁଖରେ ରଖିଦିଅନ୍ତୁ। ଏହି ଉପାୟ କରିବା ବେଳେ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କୁ ନିଜର ମନସ୍କାମନା ପ୍ରାର୍ଥନା କରନ୍ତୁ। ଏହି ଉପାୟ ଦ୍ୱାରା ଯଦି ଆପଣ ବିବାହର କୌଣସି ବାଧାବିଘ୍ନ ସମ୍ମୁଖୀନ ହେଉଥିବେ, ତେବେ ତାହା ଦୂରେଇଯିବ। ଏହାଦ୍ୱାରା ଆପଣଙ୍କର ସମସ୍ତ ସମସ୍ୟା ମଧ୍ୟ ଦୂରେଇଯିବ। ତାପରେ ଯଦି ଆପଣ ଗୁରୁବାର ଦିନ 1 ମୁଠା ଚାଉଳ ନେଇ ତାହାକୁ ହଳଦୀ ସହିତ ମିଶାଇ ହଳଦିଆ ରଙ୍ଗ କରି ଦିଅନ୍ତୁ। ବର୍ତ୍ତମାନ ସେହି ହଳଦିଆ ଚାଉଳକୁ ଏକ ନାଲି କପଡ଼ାରେ ବାନ୍ଧି ଦିଅନ୍ତୁ। ଏହାପରେ ଏହାକୁ ଘରର ସିନ୍ଦୁକରେ ରଖିଦିଅନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କ ବିବାହ ଯେଉଁଠି ହେବ, ସେ ଆସିବା ଆପଣଙ୍କ ଘରକୁ ପ୍ରଚୁର ଟଙ୍କା ଆସିବ। ଏହାଦ୍ୱାରା ଆପଣ ସାକ୍ଷାତ ମାତା ଲକ୍ଷ୍ମୀଙ୍କୁ ମଧ୍ୟ ପ୍ରାପ୍ତ କରିବେ। ଆପଣଙ୍କ ଭାଗ୍ୟ ମଧ୍ୟ ଉଜ୍ଜଳ ହେବ। ଗୁରୁବାର ଦିନ ହଳଦିଆ ରଙ୍ଗର ପୋଷାକ ପିନ୍ଧିବା ମଧ୍ୟ ଶୁଭ ହୋଇଥାଏ ବୋଲି ବିବେଚନା କରାଯାଏ। ଏହି ପୋଷାକ ପିନ୍ଧିବା ସମୟରେ କପାଳରେ ହଳଦୀ ତିଲକ କରିବା ନିହାତି ଉଚିତ ବା ଦରକାର। ଏହି ଉପାୟ ଦ୍ୱାରା ଜାତକରେ ଗୁରୁ ଗ୍ରହ ମଧ୍ୟ ମଜବୁତ ହେବ ଏବଂ ଯେଉଁ କାରଣରୁ ବହୁତ ଶୀଘ୍ର ଆପଣ ବିବାହ ସମ୍ବନ୍ଧୀୟ ଶୁଭ ସୂଚନା ପାଇପାରିବେ। ତ ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଭିଡ଼ିଓଟି କେମିତି ଲାଗିଲା ନିଶ୍ଚିତ ଭାବେ ଲେଖନ୍ତୁ। ଆପଣ ତ ଗୋଟେ କମେଣ୍ଟ କରୁନାହାନ୍ତି, ନିଶ୍ଚିତ ଭାବେ କମେଣ୍ଟରେ ଲେଖନ୍ତୁ, ଲାଇକ୍ କରନ୍ତୁ ଏବଂ ସବସ୍କ୍ରାଇବ୍ ବି କରିଦିଅନ୍ତୁ। ପୁଣି ଦେଖା ହେବ ନୂଆ ଏକ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ରହୁଛି। ଜୟ ଜଗନ୍ନାଥ।